ହୀରାକୁଦ ଡ୍ୟାମ୍ ଭାଙ୍ଗିଗଲେ କ'ଣ ହେବ? କାହିଁକି ଭାଙ୍ଗିବ? କ'ଣ ପାଇଁ ଭାଙ୍ଗିବ? ସତରେ କ'ଣ ଭାଙ୍ଗିଯିବ ହୀରାକୁଦ ଡ୍ୟାମ୍? ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ରହସ୍ୟ। ଏହି ଡ୍ୟାମ୍ଟି 1948 ମସିହାର ତିଆରି। ଏହି ଡ୍ୟାମ୍ ବିଶ୍ୱର ସବୁଠୁ ଲମ୍ବା ଡ୍ୟାମ୍ ମଧ୍ୟ କୁହାଯାଏ ଓ ପୁରୁଣା ଡ୍ୟାମ୍ ମଧ୍ୟ କୁହାଯାଏ। ଏହି ଡ୍ୟାମ୍ର ଅନେକ ତଥ୍ୟାବଳୀ ଓ ରହସ୍ୟ ମଧ୍ୟ ରହିଛି। ଆସନ୍ତୁ ଜାଣିବା ସେହି ସବୁ ରହସ୍ୟଗୁଡ଼ିକ। ଏହି ଡ୍ୟାମ୍ରେ ଅନେକ ଗାଁ ଓ ମନ୍ଦିରମାନେ ପାଣିରେ ବୁଡ଼ି ରହିଯାଇଛି। ଲୋକଙ୍କ କଥା ଅନୁସାରେ କହନ୍ତି 50ରୁ 150 ଖଣ୍ଡ ଗାଁ ପାଣିରେ ବୁଡ଼ି ରହିଛି। ଏହି ଡ୍ୟାମ୍ଟି ସମ୍ବଲପୁର ମହାନଦୀ ଉପରେ ତିଆରି ହୋଇଛି। ଏହି ଡ୍ୟାମ୍ଟି ଆଜକୁ 76 ବର୍ଷ ପୁରୁଣା ରହିଛି। ଏହି ଡ୍ୟାମ୍ଟି କାହିଁକି ଭାଙ୍ଗିବ ବୋଲି କୁହାଯାଉଛି? ଏହି ଡ୍ୟାମ୍ରେ ଗୋଟିଏ ଫାଟ ସୃଷ୍ଟି ରହିଛି ବୋଲି କୁହାଯାଏ। ସେହି ଫାଟ ଆଜକୁ ମରାମତି ମଧ୍ୟ ହୋଇପାରୁନାହାନ୍ତି। ଏହି ଡ୍ୟାମ୍ରେ ଅନେକ ଲୋକ ନିର୍ଭରଶୀଳ ରହିଥାନ୍ତି। ଯଦି ଭାଙ୍ଗିଯିବ ତାହେଲେ କ'ଣ ହେବ? ଏହି ଡ୍ୟାମ୍ରେ ଅନେକ ଚାଷ ଜମି, ବିଜୁଳି ଓ ମାଛ ଧରାଳୀମାନେ ଜୀବିକା ଅର୍ଜନ କରିଥାନ୍ତି। ଯଦି ଭାଙ୍ଗିଯାଏ ତାହେଲେ ପ୍ରଥମେ ଡ୍ୟାମ୍ ପାଖଆଖ ଗାଁ ଜାଗାଗୁଡ଼ିକ ପାଣିରେ ବୁଡ଼ିଯିବ ଓ ଡ୍ୟାମ୍ରେ ଚାଷ ମଧ୍ୟ ହେଉଥିବା ଗାଁ ମଧ୍ୟ ଆଉ ହୋଇପାରିବ ନାହିଁ। ବିଜୁଳି ମଧ୍ୟ ଆଉ ତିଆରି ହୋଇପାରିବ ନାହିଁ। ଡ୍ୟାମ୍ ଉପରେ ନିର୍ଭରଶୀଳ ଲୋକମାନଙ୍କ ମଧ୍ୟ ଘର ଛାଡ଼ି ଯିବାକୁ ହେବ। ତାଙ୍କ ଗାଁ ଗଣା ମଧ୍ୟ ସବୁ ବୁଡ଼ିଯିବ। ଯେତେବେଳେ ବର୍ଷା ସମୟ ଆସିଥାଏ, ଅଧିକ ବର୍ଷା ଓ ଛତିଶଗଡ଼ରୁ ପାଣି ଆସୁଥିବାରୁ ସେତେବେଳେ ବହୁତ ପାଣି ହୋଇଯାଏ। ଡ୍ୟାମ୍ର ସବୁ ଗେଟ୍ ବାଧ୍ୟ ହୋଇ ଖୋଲିବାକୁ ପଡ଼ିଥାଏ। ଏହି ଡ୍ୟାମ୍ର ସବୁ ଗେଟ୍ ଖୋଲିଦେଲେ ତେବେ ପାଣି ଏତେ ହୋଇଯାଏ ଯେ ପାଖ ଆଖ ସବୁ ଗାଁ ଗଣା ମଧ୍ୟ ବୁଡ଼ି ଯାଇଥାଏ। ବାଧ୍ୟ ହୋଇଥାନ୍ତି ଘର ଛାଡ଼ିବାକୁ। ଯଦି ଭାଙ୍ଗିଯିବ ଡ୍ୟାମ୍, ଥରେ ଅନୁମାନ କରନ୍ତୁ ତାଙ୍କର ଅବସ୍ଥା କ'ଣ ରହିବ। ଏହି ଡ୍ୟାମ୍ରେ ଏତେ ଗୁଡ଼ିଏ ମନ୍ଦିର ବୁଡ଼ି ଯାଇଛି, ସେଗୁଡ଼ିକ ଆଜି ପର୍ଯ୍ୟନ୍ତ ସୁରକ୍ଷିତ ରହିଛି। ବହୁତ ପୁରୁଣା କାଳର ମନ୍ଦିର ଗୁଡ଼ିକ ରହିଛି। ଏହି ଡ୍ୟାମ୍ଟି ବିଶ୍ୱର ସବୁଠୁ ଲମ୍ବା ଡ୍ୟାମ୍ କୁହାଯାଏ ଓ ପୁରୁଣା ମଧ୍ୟ କୁହାଯାଏ। ତାହେଲେ ଏପରି ଅଘଟଣ ହେଲେ କ'ଣ ହେବ? ଭଗବାନ ନ କରନ୍ତୁ ଏମିତି କିଛି ନ ହେଉ। ଯଦି ଆପଣମାନଙ୍କୁ ଡ୍ୟାମ୍ ଉପରେ ତିଆରି ହୋଇଥିବା ଭିଡ଼ିଓଟି ଯଦି ଭଲ ଲାଗିଲା, ଆପଣମାନେ ସବସ୍କ୍ରାଇବ୍ କରି ରଖିଥାନ୍ତୁ। ଆଗକୁ ଆସୁଛି ହୀରାକୁଦ ଡ୍ୟାମ୍ର ଏକ ସତ୍ୟ ଭୋଟ ଘଟଣା କାହାଣୀ। ଠିକ୍ ଅଛି, ଧନ୍ୟବାଦ।